ସମସ୍ତଙ୍କୁ ନମସ୍କାର। ଆଜି ଆମର ପଞ୍ଚାୟତ ସ୍ତରୀୟ ଯୋଉଟା ଜନଶୁଣାଣି ଶିବିର ଅନୁଷ୍ଠିତ ହଉଛି ଧବଳପୁର ଗ୍ରାମ ପଞ୍ଚାୟତରେ। ବର୍ତ୍ତମାନ ସୁଦ୍ଧା ଆମର ପାଖାପାଖି 30ଟା ଖଣ୍ଡେ କ୍ଲିୟରାନ୍ସ ଆମେ ରିସିଭ୍ କରି ସାରିଲୁଣି। ତାକୁ ପ୍ରୋସେସିଂ ଚାଲିଛି। ଲୋକଙ୍କର ଯେମିତି ଏଇଟା ସରକାରଙ୍କର ଏଇ ଲକ୍ଷ୍ୟ କି ଯେମିତି ଲୋକ ଆମ ପାଖକୁ ନ ଯାଇକି ଆମେ ଲୋକଙ୍କ ପାଖକୁ ଯାଇପାରିବୁ। ସରକାର ଯେମିତି ଲୋକଙ୍କ ପାଖରେ ପହଞ୍ଚି ପାରିବେ ସେଇ ପଦକ୍ଷେପ ଅନୁସାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏଇଟା ଅନୁଷ୍ଠିତ ଏଇଟା ସବୁ ଡିଷ୍ଟ୍ରିକ୍ଟରେ ବୋଧେ ହଉନଥିବ, କିନ୍ତୁ ଆମ ଜିଲ୍ଲାପାଳ ସାରଙ୍କର ନିର୍ଦ୍ଦେଶ କ୍ରମେ ଏଇଟା ଆମେ ସବୁ ଗଞ୍ଜାମ ଜିଲ୍ଲାର ସବୁ ବ୍ଲକରେ ଆଉ ଗ୍ରାମ ପଞ୍ଚାୟତରେ ପଞ୍ଚାୟତ ଲେଭେଲ କ୍ଲିୟରାନ୍ସ ଅନୁଷ୍ଠିତ। ଧବଳପୁର ଗ୍ରାମ ପଞ୍ଚାୟତର ସମୀ ସେବା ପ୍ରତିନିଧି ରବୀନ୍ଦ୍ର ଗୌଡ଼। ଆଜିର ଆମର ଗ୍ରାମ ପଞ୍ଚାୟତରେ ଯେଉଁ ଜନଶୁଣାଣି କାର୍ଯ୍ୟକ୍ରମ ଚାଲିଛି, ଏଥିରେ ଆମର ବିଡ଼ିଓ ମ୍ୟାଡ଼ାମ୍ ଏବଂ ତହସିଲଦାର ସାର୍ ଏବଂ ଏବିଡ଼ିଓ ସାର୍ ଏବଂ ଆମର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ସମସ୍ତ ପଦାଧିକାରୀମାନେ ଏଥିରେ ଯୋଗ ଦେଇଛନ୍ତି। ବର୍ତ୍ତମାନ ଏଥିରେ ଜନଶୁଣାଣି କାର୍ଯ୍ୟକ୍ରମ ଚାଲୁଅଛି। ସମସ୍ତଙ୍କ ଅଭିଯୋଗ ଯାହା ଅଛି ସାର୍ମାନେ ସମସ୍ତେ ଦେଖୁଛନ୍ତି। ଅଭିଯୋଗ ସମସ୍ତଙ୍କର ଅଭିଯୋଗ ଯାହା ମତ ସାର୍ ମତାମତ ନେଇ ମାନେ ତାଙ୍କର ଦେଖିକିରି ସେମାନେ ଯାହା ଯେଉଁଟା ଆବଶ୍ୟକ ସେଥିରେ ସାର୍ମାନେ ସହଯୋଗ କରିବେ। ସାଧାରଣତଃ କେଉଁ ଲୋକର ରାସନ କାର୍ଡ଼, କାହାର ଇନ୍ଦିରା ଘର ଆବାସ ଘର, ଆଉ କୌଣସି ଲୋକଙ୍କର ବାର୍ଦ୍ଧକ୍ୟ ଭତ୍ତା, ବିଭିନ୍ନ ସମସ୍ୟା, କୌଣସି ଲାଇନ୍ ଡିପାର୍ଟମେଣ୍ଟ ମଧ୍ୟ କାହାର ଇଲେକ୍ଟ୍ରିକ୍ ମଧ୍ୟ ଅସୁବିଧା ଅଛି, ସେଥିରେ ମଧ୍ୟ ଅଭିଯୋଗ ଶୁଣାଯାଉଛି। ସେଥିରେ ଶୁଣିକରି ସାର୍ ତା ଉପରେ ସାର୍ ପଦକ୍ଷେପ ନେଇପାରିବେ। ସାର୍ ପିତୋଷ ପ୍ରଧାନ, ଏକ୍ସ ସରପଞ୍ଚ, ଧବଳପୁର ଗ୍ରାମ ପଞ୍ଚାୟତ। ଶୁଣାଣି ବହୁତ ଲୋକ ବି ଆସିଛନ୍ତି, ସାର୍ମାନେ ଆସିଛନ୍ତି। ବିଭିନ୍ନ ପ୍ରକାର ସମସ୍ୟା ନେଇ ସମସ୍ତେ ଅଭିଯୋଗ କରୁଛନ୍ତି। ବାର୍ଦ୍ଧକ୍ୟ ଭତ୍ତା ଠାରୁ ଜମି ପଟ୍ଟା ପର୍ଯ୍ୟନ୍ତ ଏବଂ ରେସନ କାର୍ଡ଼ ମଧ୍ୟ କେତେକ କଟିଯାଇଛି। ଆଉ ଯେଉଁମାନଙ୍କର ଜବ୍ କାର୍ଡ଼ କଟିଯାଇଛି ସେମାନେ ବି ଆସିକି ଆପ୍ଲାଏ କରିଛନ୍ତି। ଆଶା କରୁଛୁ ଯେତିକି ଆପ୍ଲାଏ ହେଇଛି କିଛି ନା କିଛି ଗୋଟେ ସହଯୋଗ ଭାବରେ ସାର୍ ସହଯୋଗ କଲେ କାର୍ଯ୍ୟକାରୀ ଲୋକ ଆଶାରେ ଆସିଛନ୍ତି। କେତେ ଧର ସହଯୋଗ କରି ଅଫିସର ତାଙ୍କ ଉପରେ ଭରସା। ଆମ ରଞ୍ଜନ ପାତ୍ର, ଧବଳପୁର। ଆମର ଅଭିଯୋଗ ଯେ ଆମର ସାହିର ଇଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆସିଥିଲା, ସେଆକୁ ମିଳିଲାନି। ଆଉ ସାହିରେ ଟିକେ ଅସୁବିଧା ପଟ୍ଟାପତ୍ର ଯୋଗୁଁ ଆମେ ଟିକେ ଅଭିଯୋଗ ଜଣେଇଛୁ। ଆଉ ରାଇସନ୍ କାର୍ଡ଼ ବି କିଛି ଲୋକର ନାହିଁ, ସେଇଟା ବି କିଛିଟା ଆମେ ଜଣେଇଛୁ। ଆମର ଲେବର କାର୍ଡ଼ ଯେଉଁ ହେଉଛି, ଆମର ଇଏ ଯେଉଁ ଜବ୍ କାର୍ଡ଼ ଲୋକର ଥାଇକିରି କାମ ଯାଇପାରୁନାହାନ୍ତି, କେତେ ଲୋକ କଟେଇ ଦେଇଛନ୍ତି। ଆଉ କିଛି ଲୋକ ଥାଇକିରି ବି ଲୋକ ବାହାରି କାମ କରୁଛନ୍ତି, ସେମାନଙ୍କର ହାଜିରି ଆସିକିରି ପଇସା ଉଠେଇ ନେଉଛନ୍ତି ସେମାନେ। ସେଇଟାକୁ ଟିକେ ଆମେ ବି କିଛି ସହଯୋଗ ସୁବିଧା ମିଳିବ ବୋଲି ଆମେ ଗୋଟେ ଜଣେଇଛୁ। ଆଉ ଆହୁରି କ'ଣ କହିଲେ, ଏମିତି ବହୁତ କିଛି ଅସୁବିଧା ଅଛି ଗାଁରେ। ପ୍ରତିଶ୍ରୁତି ଦେବାର କଥା କାର୍ଯ୍ୟକ୍ରମ ଟିକେ ଠିକ୍ କରିବେ, ଆଉ ଆମର ପଞ୍ଚାୟତର ଯେଉଁ ଅସୁବିଧା ଅଛି ସେଇଟା ଠିକ୍ କରିବେ ବୋଲି ଆମେ ଆଶା କରୁଛୁ। ଆଉ ସେଇଟା ତ ଆଜ୍ଞା ଅଫିସର ଉପରେ ଆଉ ପଞ୍ଚାୟତ ଉପରେ ଆମେ ତ କହିପାରୁନା, ଆମେ ତ ଗ୍ରାମବାସୀ। ୱାର୍ଡ ମେମ୍ବର ହିସାବରେ ଟିକେ ଆମେ ଅଛୁତ ବୋଲି କିଛି ଚେଷ୍ଟା କରୁଛୁ ହବ ବୋଲି। ଆଉ ତାପରେ ହେଲେ ତ କିଛି ଏଠି ଭୂମିକା କିଛି ଆମର ସରପଞ୍ଚ ସେମିତି ଗୁରୁତ୍ୱ ଦଉନି। ପଚାରେ ଆଉ ଆଜ୍ଞା ଜାଣିପାରିଲେ? ହଁ ମିଶିଥିଲେ ସାର୍ ବଡ଼। ହଁ ହଁ
दर्शक दौना ना कहले सीना आज पीढ़ी गला से अरे भाई ना कौन लक्षण मिल कौन पैसा पैसा मिलूँ अभियोग देले आप अभियोग जो धरी आसुँच तो आगुरी होना सरकार नियम है सब पंचायत केते खुशी अच्छे आप बहुत खुशी मिले अभियोग देते कौन भाई आसोग शुणा चलती कौन अभियोग रही कौन तुम भत्ता मिलूँ केते पैसा ग्राम पंचायत आज जो जनशुणानी उपस्थित सरपंच प्रतिनिधि जनशुणा चाउल कार्ड इंदिरावास आन्य काम सब आम तहसीलदार बीडीओ एडीएम
ଆଉ କିଏ ଦେଇ ଏଇ ସବୁ ବସିଛନ୍ତି ଆମର ସୁରପୁରରେ କାମ ଚାଲିଛି। ଆଜି ଆମ ଧବଳପୁର ଆଜି ଆମ ଧବଳପୁର ଗ୍ରାମ ପଞ୍ଚାୟତରେ ଜନ ଅଭିଯୋଗ ଶୁଣାଣି ଚାଲିଛି। ଏଥିରେ ଲୋକମାନଙ୍କ ସମସ୍ୟା ଦୂର କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି ପ୍ରତି ଗାଁରେ ଗ୍ରାମ ପଞ୍ଚାୟତରେ ବସି ଲୋକମାନଙ୍କ ସମସ୍ୟା ଦୂର କରିବା ପାଇଁ। ଆଜି ଆମର ଏଠାରେ ସବୁ ଡିପାର୍ଟମେଣ୍ଟ ତଥା ଲାଇନ ଡିପାର୍ଟମେଣ୍ଟ, ରାସନ କାର୍ଡ ଡିପାର୍ଟମେଣ୍ଟ, ସବୁ ଡିପାର୍ଟମେଣ୍ଟର ଅଫିସର ମାନେ ଉପସ୍ଥିତ ରହି ଆମ ଜନସାଧାରଣ ମାନଙ୍କର ଅଭିଯୋଗ ଶୁଣୁଛନ୍ତି ଏବଂ ଯଥାଶୀଘ୍ର ଏହାର କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି।